ବିହନ ବନେଇବା ପାଇଁ ମୁଁ ଏଠି 500 ଗ୍ରାମ ମାଛ ବିହନକୁ ନେଇଛି। ଦୁଇଟା ମିଡ଼ିୟମ୍ ସାଇଜ୍ ପିଆଜ କେମିତି ଛୋଟ ଛୋଟ କରି କାଟି ନେଇଛି। ଗୋଟେ ବଡ଼ ସାଇଜ୍ ଟମାଟୋ କେମିତି ଛୋଟ ଛୋଟ କରି କାଟି ନେଇଛି। ଅଦା ରସୁଣକୁ ଛେଚି ନେଇଛି। କିଛି ଭେର୍ସୁଙ୍ଗା ପତ୍ରକୁ ନେଇଛି। କିଛି କଞ୍ଚା ଲଙ୍କାକୁ ନେଇକି ଛୋଟ ଛୋଟ କରି କାଟି ନେଇଛି। ଏବେ ଆମେ ଚାଲନ୍ତୁ ବିହନରେ ସବୁ ମସଲାକୁ ଦେଇଦେବା। ଏବେ ପିଆଜକୁ ଦେଇଦେବା, ଟମାଟୋକୁ ଦେଇଦେବା, ଅଦା ରସୁଣ ଛେଚାକୁ ଦେଇଦେବା, ଭେର୍ସୁଙ୍ଗା ପତ୍ରକୁ ଦେଇଦେବା, କଞ୍ଚା ଲଙ୍କାକୁ ଦେଇଦେବା। ଏବେ ସେଥିରେ ବେସନ ଗୋଟେ ଚାମଚ ଦେଇଦେବା, ଅଧା ଚାମଚ ହଳଦୀ ଗୁଣ୍ଡ, ଗୋଟେ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଗୋଟେ ଚାମଚ ଧନିଆ, ଗୋଟେ ଚାମଚ ଜିରା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣକୁ ଦେଇଦେବା। ଦେଇ ତାକୁ ଭଲ ଭାବେ ଗୋଳାଇ ନେବା। এই ପ୍ରୋସେସରେ ଆମେ ତାକୁ ଗୋଳାଇ ନେବା। ବିହନକୁ ପୁରା ଗୁଣ୍ଡ ଗୁଣ୍ଡ କରି ନେବା। ମନେ ରଖନ୍ତୁ ଗୋଳେଇଲା ବେଳେ ପାଣି ଦେବେ ନାହିଁ, ନହେଲେ ବିହନ ପାଣିଆ ହେଇଯିବ ଆଉ ପିଠା କରିବାକୁ ଭଲ ଲାଗିବନି। ଦେଖନ୍ତୁ ଆମର ଭଲ ଭାବେ ମିଶି ଯାଇଛି। ଏବେ ଚାଲନ୍ତୁ ଆମେ ବିହନ ପିଠା ପ୍ରସ୍ତୁତ କରିବା। ମାଛ ବିହନ ଭଜା ବନେଇବା ପାଇଁ ମୁଁ ଏଠି ଗୋଟେ ପ୍ୟାନ୍କୁ ଗରମ କରି ନେଇଛି। ଏବେ ଆମେ ସେଥିରେ 2ରୁ 3 ଚାମଚ ସୋରିଷ ତେଲ ଦେଇଦେବା। ତେଲକୁ ଆମେ ଚାରିଆଡ଼େ କରି ନେବା। ପ୍ୟାନ୍ର ଯେମିତି ଚାରିପାର୍ଶ୍ୱରେ ଲାଗିବ। ତେଲ ଗରମ ହେବା ପାଇଁ କିଛି ସମୟ ଛାଡ଼ି ନେବା। ଦେଖନ୍ତୁ ତେଲ ଆମର ଗରମ ହୋଇଗଲାଣି। ଏବେ ଆମେ ସେଥିରେ ମାଛ ବିହନକୁ ଦେଇଦେବା। ଦେଇ ଏମିତି ଭଜା ପ୍ରସ୍ତୁତ କରି ନେବା। ଏମିତି ଛୋଟ ଛୋଟ କରି ନେବେ, ବେଶୀ ବଡ଼ ବଡ଼ କରିବେନି, ନହେଲେ ବିହନ ସିଝିବା ପାଇଁ ବହୁତ ଟାଇମ୍ ଲାଗିବ। ଏବେ ଭାଜି ହେବା ପାଇଁ କିଛି ସମୟ ଛାଡ଼ି ନେବା। ଲୋ ଫ୍ଲେମ୍ରେ ଆମେ ଭାଜିବା, ହାଇ ଫ୍ଲେମ୍ କଲେ ପୋଡ଼ିଯିବ। ବିହନ ଭଜାକୁ ଆମେ ଓଲଟାଇ ନେବା। ଦେଖନ୍ତୁ ବହୁତ ସୁନ୍ଦର ଦେଖାଯାଉଛି। ଖାଇବାକୁ ମଧ୍ୟ ବହୁତ ଟେଷ୍ଟି ଲାଗିବ। ଏବେ ଆରପଟ ସାଇଡ୍ ଭାଜି ହେବା ପାଇଁ ଆମେ କିଛି ସମୟ ଛାଡ଼ି ନେବା। କିନ୍ତୁ ମାଛ ବିହନ ଭଜା ଆମର ଏପଟ ସାଇଡ୍କୁ ଏବେ ଆମେ ନଉଟାଇ ନେବା। ଏବେ ବିହନ ଭଜା ସିଝିବା ପାଇଁ କିଛି ସମୟ ପୁଣି ଛାଡ଼ି ନେବା। ଦେଖନ୍ତୁ ଆମର ମାଛ ବିହନ ଭଜା ପ୍ରସ୍ତୁତ ହୋଇଗଲା। ଏବେ ଆମେ ତାକୁ ଗୋଟେ ପ୍ଲେଟ୍କୁ ବାହାର କରି ନେବା। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏବେ ସେଇ ପ୍ୟାନ୍ରେ ଆମେ ଆଉ ଟିକେ ତେଲ ଦେଇଦେବା। ବେଶୀ ତେଲ ଦେବା ନାହିଁ। ଏବେ ସେମ୍ ପ୍ରୋସେସରେ ଆମେ ଆର ବିହନ ଭଜାକୁ ବି ଭାଜି ନେବା। ଏବେ ମାଛ ବିହନ ଭଜାକୁ ଆମେ ଭାଜି ହେବା ପାଇଁ କିଛି ସମୟ ଛାଡ଼ି ନେବା। ନଉଟାଇ ନେବା।
समय छाड़ी ना। देखंतु आमर माछ बिहन भजा प्रस्तुत हो गला। एमती घरे थरे निश्चिंत बनईकी खातु। एबे चलंतु आमे ताकू गोटे प्लेट को बाहर करि नेबा। देखंतु आमर माछ बिहन भजा प्रस्तुत हो गला। एहा को घरे थरे बनईकी खाइले निश्चिंत बार बार बनईकी खाइबा को इच्छा करिवे। जदि आजर रेसिपीटी आपण मानको भलो लागिथिबो प्लीज लाइक करिवे, आपनक फैमिली एंड फ्रेंड को शेयर करिवे। ए पर्यंत जदि मो चैनल को सब्सक्राइब करिनांते प्लीज सब्सक्राइब करिनेबे। मो रेसिपीटी देखिथिबारु बहुत बहुत धन्यवाद। ताहले आज पई सेतिकी बंधु माने पुणी देखाबो अन्य एक रेसिपी रे। सेते पर्यंत आपण माने भलरे थांतु। आसुची टाटा।